ସଧବା ନାରୀମାନଙ୍କ ପାଇଁ ସବୁ ବ୍ରତ ମଧ୍ୟରେ ଶ୍ରେଷ୍ଠ ହେଉଛି ସାବିତ୍ରୀ ବ୍ରତ। ପ୍ରଭୁ ଏହି ବ୍ରତ ପ୍ରଥମେ କେଉଁ ନାରୀ କରିଥିଲେ? ଜଣେ ଅପୂର୍ବ ଜ୍ୟୋତିର୍ମୟୀ ଦେବୀ ଆବିର୍ଭାବ ହେଲେ। ତାଙ୍କ ତେଜରେ ସାରା ପୃଥିବୀ ଝଲସି ଉଠିଲା। ସେହି ଦେବୀ କହିଲେ, ହେ ରାଜା ଓ ରାଣୀ, ମୁଁ ହେଉଛି ସାବିତ୍ରୀ, ଏହି ଯଜ୍ଞର ସ୍ୱରୂପିଣୀ ଦେବୀ। ସେଠାରେ ସେ ଜଣେ ଅତି ସୁନ୍ଦର ଏବଂ ଦେବତାଙ୍କ ପରି ତେଜସ୍ୱୀ ଏହାପରେ ଶୁଭ ଲଗ୍ନରେ ସତ୍ୟବାନ ଓ ସାବିତ୍ରୀଙ୍କର ବିବାହ ସମ୍ପନ୍ନ ହେଲା। ସାବିତ୍ରୀ ଦେଖିଲେ ଯେ କଳା ମେଘ ପରି ଶରୀର, ରକ୍ତ ପରି ନାଲି ଆଖି ଏବଂ ଭଗବାନ ନାରାୟଣ ହେଉଛନ୍ତି ସମସ୍ତ କାରଣର ମୂଳ ଏବଂ ସେ ଜଗତର ମଙ୍ଗଳ ପାଇଁ ପୃଥିବୀରେ ଧର୍ମ ରକ୍ଷା କରିବାକୁ ଦେହ ଧାରଣ କରିଛନ୍ତି। ଶ୍ରୀକୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ ଏବଂ ସେ ସମସ୍ତ ବ୍ରତର କାରଣ। ଦିନେ ଧର୍ମ ଅବତାର ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ଜଗତର ନାଥ, ଜଗତର ହିତ ପାଇଁ ମୋତେ କୁହନ୍ତୁ, କେଉଁ ବ୍ରତ କଲେ ନାରୀମାନେ ସବୁଦିନ ପାଇଁ ସୁଖୀ ହେବେ? କେଉଁ ବ୍ରତ ପ୍ରଭାବରେ ସେମାନଙ୍କର ସୌଭାଗ୍ୟ ଶଙ୍ଖା ସିନ୍ଦୁର ଅତୁଟ ରହିବ, କୋଳରେ ସନ୍ତାନ ଖେଳିବେ ଏବଂ ସେମାନେ ଧନବତୀ ଓ ପତିବ୍ରତା ହୋଇ ରହିବେ? କେଉଁ ପୁଣ୍ୟ ଫଳରେ ସେମାନଙ୍କୁ କେବେ ବୈଧବ୍ୟ ଦଶା ଭୋଗିବାକୁ ପଡ଼ିବ ନାହିଁ ଏବଂ ମୃତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତି ହେବ? ସଧବା ନାରୀମାନଙ୍କ ପାଇଁ ସବୁ ବ୍ରତ ମଧ୍ୟରେ ଶ୍ରେଷ୍ଠ ହେଉଛି ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଏହି ବ୍ରତ ପାଳନ କରାଯାଏ, ଯାହାକୁ ସାବିତ୍ରୀ ଓଷା ମଧ୍ୟ କୁହାଯାଏ। ଏହି ବ୍ରତର ଫଳ ଅତୁଳନୀୟ ଏବଂ ଏହାର କୌଣସି ପଟାନ୍ତର ନାହିଁ। ଏହା ମର୍ତ୍ତ୍ୟମଣ୍ଡଳରେ ଅପାର ସୁଖ ପ୍ରଦାନ କରିଥାଏ। ପ୍ରଭୁ ଏହି ବ୍ରତ ପ୍ରଥମେ କେଉଁ ନାରୀ କରିଥିଲେ ଏବଂ ଏହାର ଫଳ ସେ କିପରି ପାଇଥିଲେ? ମଦ୍ର ଦେଶରେ ଅଶ୍ୱପତି ନାମକ ଜଣେ ପ୍ରଜାବତ୍ସଳ ଏବଂ ନ୍ୟାୟୀ ରାଜା ଥିଲେ। ତାଙ୍କ ରାଣୀଙ୍କ ନାମ ଥିଲା କୌଶଲ୍ୟା। ତାଙ୍କ ରାଜ୍ୟ ଧନଧାନ୍ୟରେ ପୂର୍ଣ୍ଣ ଥିଲା ଏବଂ ସେ ଧର୍ମ ଅନୁସାରେ ଶାସନ କରୁଥିଲେ। କିନ୍ତୁ ଏତେ ସୁଖ ସତ୍ତ୍ୱେ ରାଜା ଓ ରାଣୀଙ୍କ ମନରେ ବହୁତ ଦୁଃଖ ଥିଲା, କାରଣ ତାଙ୍କର କୌଣସି ପୁତ୍ର ବା କନ୍ୟା ସନ୍ତାନ ନଥିଲେ। ଏହାର ପ୍ରତିକାର ପାଇଁ ସେମାନେ ସାଧୁ ଓ ପଣ୍ଡିତମାନଙ୍କ ପରାମର୍ଶ ନେଇ ସାବିତ୍ରୀ ଯଜ୍ଞ ଆରମ୍ଭ କଲେ। ଦୀର୍ଘ 18 ବର୍ଷ ଧରି ନିରନ୍ତର ହୋମାହୁତି ଓ ମନ୍ତ୍ରପାଠ ଚାଲିଲା। ଯଜ୍ଞର ପୂର୍ଣ୍ଣାହୁତିର ପୂର୍ବ ରାତିରେ ରାଣୀ ଏକ ସୁନ୍ଦର ସ୍ୱପ୍ନ ଦେଖିଲେ। ଯଜ୍ଞର ଶେଷ ଆହୁତି ସମୟରେ ଯଜ୍ଞକୁଣ୍ଡର ନିଆଁ ଭିତରୁ ଜଣେ ଅପୂର୍ବ ଜ୍ୟୋତିର୍ମୟୀ ଦେବୀ ଆବିର୍ଭାବ ହେଲେ। ତାଙ୍କ ତେଜରେ ସାରା ପୃଥିବୀ ଝଲସି ଉଠିଲା। ସେହି ଦେବୀ କହିଲେ, ହେ ରାଜା ଓ ରାଣୀ, ମୁଁ ହେଉଛି ସାବିତ୍ରୀ, ଏହି ଯଜ୍ଞର ସ୍ୱରୂପିଣୀ ଦେବୀ। ତୁମମାନଙ୍କର ଭକ୍ତି ଓ ନିଷ୍ଠାରେ ପ୍ରସନ୍ନ ହୋଇ ବ୍ରହ୍ମଦେବ ମୋତେ ତୁମକୁ ବରଦାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୁମେ ଏକ ଅତି ଗୁଣବତୀ କନ୍ୟା ସନ୍ତାନ ଲାଭ କରିବ। ପୁତ୍ର ପାଇଁ ମନରେ ଦୁଃଖ କର ନାହିଁ, କାରଣ ଏହି କନ୍ୟା 100 ପୁତ୍ରଙ୍କ ସମାନ ପୁଣ୍ୟବାନ ଓ ଯଶସ୍ୱୀ ହେବ। ରାଣୀ ସ୍ୱପ୍ନରେ ଯାହା ଦେଖିଥିଲେ ଯଜ୍ଞଶାଳାରେ ତାହା ସତ୍ୟ ହେଲା। କିଛି ଦିନ ପରେ ରାଣୀ ଗର୍ଭବତୀ ହେଲେ ଏବଂ ଉଚିତ ସମୟରେ ଏକ ଅତି ସୁନ୍ଦରୀ କନ୍ୟା ସନ୍ତାନ ଜନ୍ମ ହେଲେ। ସ୍ୱର୍ଗର ଅପ୍ସରା ପରି ସେହି ଶିଶୁ କନ୍ୟାଟି ରାଣୀଙ୍କ କୋଳ ମଣ୍ଡନ କଲା। ସାବିତ୍ରୀ ଯଜ୍ଞର ପୁଣ୍ୟ ଫଳରୁ ଜନ୍ମିତ କନ୍ୟାର ନାମ ସାବିତ୍ରୀ ରଖିଲେ। ଶୁକ୍ଳପକ୍ଷର ଚନ୍ଦ୍ର ପରି ସାବିତ୍ରୀ ଦିନକୁ ଦିନ ବଢ଼ିବାକୁ ଲାଗିଲେ। ସେ ଯେତେବେଳେ ଯୌବନରେ ପାଦ ଦେଲେ, ତାଙ୍କ ପାଇଁ ଯୋଗ୍ୟ ବର ଖୋଜିବା ପାଇଁ ପିତାମାତା ଚିନ୍ତିତ ହୋଇପଡ଼ିଲେ। ତେଣୁ ରାଜା ଅଶ୍ୱପତି ସାବିତ୍ରୀଙ୍କ ପାଇଁ ଏକ ସ୍ୱୟଂବର ଆୟୋଜନ କଲେ। ସେଠାକୁ ଅନେକ ରାଜକୁମାର ଆସିଲେ, କିନ୍ତୁ ସାବିତ୍ରୀଙ୍କ ଅପୂର୍ବ ତେଜ ଓ ଜ୍ୟୋତି ଦେଖି ସେମାନେ ନିଜକୁ ଅଯୋଗ୍ୟ ମନେକଲେ। ଲାଜରେ ସମସ୍ତେ ସେଠାରୁ ଫେରିଗଲେ ଏବଂ ସ୍ୱୟଂବର ଭାଙ୍ଗିଗଲା। ଏହା ଦେଖି ରାଜା ଓ ରାଣୀ ବହୁତ ଚିନ୍ତାରେ ପଡ଼ିଗଲେ। ଏହି ସମୟରେ ମାଣ୍ଡବ୍ୟ ଋଷି ରାଜାଙ୍କ ପ୍ରାସାଦରେ ପ୍ରବେଶ କଲେ। ସେ ରାଜାଙ୍କ କୁଶଳ ସମାଚାର ପଚାରିଲେ ଏବଂ ସବୁ ବିଷୟ ଶୁଣିବା ପରେ ଏକ ଉପାୟ ବତାଇଲେ। ସେ କହିଲେ, ହେ ଅଶ୍ୱପତି, ସାବିତ୍ରୀଙ୍କୁ ଅନୁମତି ଦିଅନ୍ତୁ, ସେ ନିଜେ ନିଜର ସ୍ୱାମୀ ବାଛିବେ। ରାଜା ଏଥିରେ ସମ୍ମତି ପ୍ରଦାନ କଲେ। ସାବିତ୍ରୀ ନିଜ ସଖୀମାନଙ୍କୁ ସାଙ୍ଗରେ ଧରି ରଥରେ ବସି ବିଭିନ୍ନ ନଗର, ପର୍ବତ ଓ ବନ ଭ୍ରମଣ କଲେ। ଶେଷରେ ସେ ଏକ ସୁନ୍ଦର ତପୋବନରେ ପହଞ୍ଚିଲେ। ସେଠାରେ ସେ ଜଣେ ଅତି ସୁନ୍ଦର ଏବଂ ଦେବତାଙ୍କ ପରି ତେଜସ୍ୱୀ ଯୁବକଙ୍କୁ ଦେଖିଲେ। ସେହି ଯୁବକଙ୍କ ରାଜକୀୟ ଲକ୍ଷଣ ଓ ବ୍ୟକ୍ତିତ୍ୱ ଦେଖି ସାବିତ୍ରୀ ତାଙ୍କ ପ୍ରତି ଆକର୍ଷିତ ହେଲେ ଏବଂ ତାଙ୍କୁ ନିଜର ସ୍ୱାମୀ ରୂପେ ମନେ ମନେ ବରିନେଲେ।
ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ସାବିତ୍ରୀ ନିଜ ରାଜପ୍ରାସାଦକୁ ଫେରି ଆସିଲେ। ଠିକ୍ ସେହି ସମୟରେ ଦେବର୍ଷି ନାରଦ ବାଦ୍ୟ ବଜାଇ ରାଜସଭାରେ ପ୍ରବେଶ କଲେ। ରାଜା ଅଶ୍ୱପତି ଓ ସାବିତ୍ରୀ ତାଙ୍କ ପାଦ ତଳେ ପ୍ରଣାମ କଲେ, କିନ୍ତୁ ନାରଦଙ୍କୁ କାହିଁକି ବହୁତ ଚିନ୍ତିତ ଦେଖାଯାଉଥି। ଦେବର୍ଷି ନାରଦଙ୍କୁ ଚିନ୍ତିତ ଦେଖି ରାଜା ଅଶ୍ୱପତି ହାତ ଯୋଡ଼ି ଏହାର କାରଣ ପଚାରିଲେ। ସେ ସାବିତ୍ରୀଙ୍କ ସ୍ୱୟଂବର ବିଷୟରେ ସବୁ ବୃତ୍ତାନ୍ତ ଜଣାଇଲେ। ସାବିତ୍ରୀ ମଧ୍ୟ ଲଜ୍ଜିତ ହୋଇ ନିଜର ମନ କଥା କହିଲେ ଯେ ସେ ତପୋବନରେ ଦେଖିଥିବା ସେହି ଯୁବକଙ୍କୁ ନିଜର ସ୍ୱାମୀ ରୂପେ ବାଛି ସାରିଛନ୍ତି। ସବୁ ଶୁଣିବା ପରେ ନାରଦ ଗଭୀର ଚିନ୍ତାରେ ପଡ଼ିଗଲେ ଏବଂ କହିଲେ, ହେ ରାଜା, ଏହା ବିଧିର ବିଧାନ, କିନ୍ତୁ ଏହି କନ୍ୟାଦାନ କରିବା ତୁମ ପାଇଁ ଉଚିତ ହେବ ନାହିଁ। ଯଦି ସାବିତ୍ରୀ ସେହି ଯୁବକଙ୍କୁ ବିବାହ କରନ୍ତି, ତେବେ ଠିକ୍ 1 ବର୍ଷ ପରେ ସେ ବିଧବା ହୋଇଯିବେ, କାରଣ ସେହି ଯୁବକଙ୍କର ଆୟୁଷ ମାତ୍ର 1 ବର୍ଷ ବାକି ଅଛି। ହଁ, ସେହି ଯୁବକ ହେଉଛନ୍ତି ଶାଲ୍ବ ଦେଶର ରାଜା ଦ୍ୟୁମତସେନ ଓ ରାଣୀ ମାଳବିକାଙ୍କ ପୁତ୍ର ସତ୍ୟବାନ। ଦୁର୍ଭାଗ୍ୟବଶତଃ ରାଜା ଦ୍ୟୁମତସେନ ନିଜର ଆଖିର ଜ୍ୟୋତି ହରାଇଛନ୍ତି ଏବଂ ଶତ୍ରୁମାନଙ୍କ ଦ୍ୱାରା ରାଜ୍ୟରୁ ବିତାଡ଼ିତ ହୋଇ ବର୍ତ୍ତମାନ ତପୋବନରେ ରହୁଛନ୍ତି। ସତ୍ୟବାନ ସର୍ବଗୁଣ ସମ୍ପନ୍ନ ଏବଂ ସୁପୁରୁଷ ହେଲେ ମଧ୍ୟ ତାଙ୍କର ଆୟୁଷ ଅତି ଅଳ୍ପ। ଆଜିଠାରୁ ଠିକ୍ 1 ବର୍ଷ ପରେ ତାଙ୍କର ମୃତ୍ୟୁ ନିଶ୍ଚିତ। ରାଜା ଅଶ୍ୱପତି ବିଚଳିତ ହୋଇ ସାବିତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଏବଂ ଅନ୍ୟ କାହାକୁ ବର ରୂପେ ବରିବାକୁ କହିଲେ, କିନ୍ତୁ ସାବିତ୍ରୀ ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ହେ ମୁନିବର, ମୁଁ ମନେ ମନେ ଯାହାଙ୍କୁ ସ୍ୱାମୀ ରୂପେ ବରି ସାରିଛି ତାଙ୍କୁ ଛାଡ଼ି ଅନ୍ୟ ପୁରୁଷ ବିଷୟରେ ଚିନ୍ତା କରିବା ପାପ। ମୁଁ ପଛେ ବିଧବା ହେବି, କିନ୍ତୁ କେବେ ହେଲେ ଅସତୀ ହେବି ନାହିଁ। ସାବିତ୍ରୀଙ୍କର ଏହି ଦୃଢ଼ୋକ୍ତି ଶୁଣି ନାରଦ ପ୍ରସନ୍ନ ହେଲେ ଏବଂ ତାଙ୍କୁ ଜଗତରେ ମହାସତୀ ରୂପେ ଖ୍ୟାତି ଅର୍ଜନ କରିବାକୁ ଆଶୀର୍ବାଦ ଦେଲେ। ନାରଦ ରାଜା ଅଶ୍ୱପତିଙ୍କୁ ମଧ୍ୟ ପରାମର୍ଶ ଦେଲେ ଯେ ସାବିତ୍ରୀଙ୍କ ମନ ବଦଳାଇବା ବୃଥା, ତେଣୁ ଶୀଘ୍ର ବିବାହର ଆୟୋଜନ କରନ୍ତୁ। ଏହାପରେ ଶୁଭ ଲଗ୍ନରେ ସତ୍ୟବାନ ଓ ସାବିତ୍ରୀଙ୍କର ବିବାହ ସମ୍ପନ୍ନ ହେଲା। ବିବାହ ପରେ ସାବିତ୍ରୀ ରାଜସୁଖ ତ୍ୟାଗ କରି ସତ୍ୟବାନଙ୍କ ସହ ତପୋବନକୁ ଚାଲିଗଲେ। ସେଠାରେ ସେ ନିଜ ଶାଶୁଶ୍ୱରଙ୍କର ଅତି ଭକ୍ତିର ସହ ସେବା କଲେ ଏବଂ ସ୍ୱାମୀଙ୍କ ସହ ପ୍ରେମ ଓ ସ୍ନେହରେ ଦିନ କାଟିଲେ। ଏହିପରି ଭାବେ କିଛି ଦିନ ବିତିଗଲା, କିନ୍ତୁ ସାବିତ୍ରୀଙ୍କ ମନରୁ ନାରଦଙ୍କ ସେହି ଭବିଷ୍ୟବାଣୀ ପାସୋରି ଯାଇନଥିଲା। ସତ୍ୟବାନଙ୍କ ମୃତ୍ୟୁ ସମୟ ପାଖେଇ ଆସିଲା। ନାରଦଙ୍କ କହିବା ଅନୁସାରେ ସତ୍ୟବାନଙ୍କ ଆୟୁଷର ମାତ୍ର 4 ଦିନ ବାକି ରହିଲା। ସାବିତ୍ରୀ ବିପଦର ଆଶଙ୍କା କରି ଭଗବାନଙ୍କୁ ସ୍ମରଣ କଲେ, କାରଣ ସତୀ ନାରୀଙ୍କ ପାଇଁ ଭଗବାନ ହିଁ ଏକମାତ୍ର ସାହା ଭରସା। ସୂର୍ଯ୍ୟ, ଚନ୍ଦ୍ର ଓ ନବଗ୍ରହଙ୍କୁ ସ୍ମରଣ କରି ସାବିତ୍ରୀ ନିଜ ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କଲେ। ସେ ଜଙ୍ଗଲରୁ ଫଳମୂଳ ଆଣି ବ୍ରାହ୍ମଣମାନଙ୍କୁ ଭୋଜନ ଓ ଦାନ ଦକ୍ଷିଣା ଦେଲେ। ସାବିତ୍ରୀ ନିଜେ 3 ଦିନ ଧରି ନିର୍ଜଳା ଉପବାସ କରି ପ୍ରଭୁଙ୍କ ନାମ ଜପ କଲେ। ସେହି ଭୟଙ୍କର ଜ୍ୟେଷ୍ଠ ଅମାବାସ୍ୟା ତିଥି ଆସି ପହଞ୍ଚିଲା। ସେଦିନ ସାବିତ୍ରୀଙ୍କ ମନ ବହୁତ ବ୍ୟାକୁଳ ଥିଲା। ସତ୍ୟବାନ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯିବାକୁ ବାହାରିଲେ। ସାବିତ୍ରୀ ଜାଣିଥିଲେ ଯେ ଆଜି ହିଁ ସେହି ଦିନ, ତେଣୁ ସେ ସତ୍ୟବାନଙ୍କୁ ଅନୁରୋଧ କଲେ ଯେ ସେ ମଧ୍ୟ ତାଙ୍କ ସହ ଜଙ୍ଗଲକୁ ଯିବେ। ସତ୍ୟବାନ ହସିକରି କହିଲେ, ତୁମେ 3 ଦିନ ହେବ ଉପବାସ କରିଛ। ଜଙ୍ଗଲର ଦୁର୍ଗମଗମ ପଥରେ ଚାଲିବାକୁ ତୁମର ଶକ୍ତି ନାହିଁ। କିନ୍ତୁ ସାବିତ୍ରୀ ବୁଝାଇ କହିଲେ ଯେ ସେ ହେଉଛନ୍ତି ସ୍ୱାମୀଙ୍କର ଛାୟା, ଆଉ ଛାୟା ସବୁବେଳେ ଶରୀର ସାଙ୍ଗରେ ଥାଏ। ଶେଷରେ ଶାଶୁ ଶ୍ୱଶୁରଙ୍କ ଆଜ୍ଞା ନେଇ ସାବିତ୍ରୀ ସତ୍ୟବାନଙ୍କ ସହ ଜଙ୍ଗଲକୁ ଗଲେ। ଜଙ୍ଗଲରେ ସତ୍ୟବାନ ଏକ ବୃକ୍ଷ ଉପରକୁ ଚଢ଼ି କାଠ କାଟିବା ଆରମ୍ଭ କଲେ, କିନ୍ତୁ କିଛି ସମୟ ପରେ ତାଙ୍କୁ ବହୁତ ମୁଣ୍ଡ ବୁଲାଇଲା ଏବଂ ଆଖିକୁ ସବୁ ଅନ୍ଧାର ଦେଖାଗଲା। ସେ ଗଛରୁ ଓହ୍ଲାଇ ଆସି କହିଲେ, ମୋର ଚାଲିବାକୁ ଶକ୍ତି ନାହିଁ। ତ ହୋଇ ସ୍ୱାମୀଙ୍କ ମୁଣ୍ଡକୁ ନିଜ କୋଳରେ ରଖି ବସିଲେ। ସେହି ନିଛାଟିଆ ଘୋର ଜଙ୍ଗଲରେ ସାବିତ୍ରୀଙ୍କର ଭଗବାନଙ୍କ ବ୍ୟତୀତ ଆଉ କେହି ସାହା ନଥିଲେ। ସେ ଭାବୁଥିଲେ, ମୁନିଙ୍କ ବାକ୍ୟ କ'ଣ ଆଜି ସତ ହେବ? ମୋ ସୌଭାଗ୍ୟ କ'ଣ ଆଜି ଶୂନ୍ୟ ହୋଇଯିବ? ଏହି ସମୟରେ ସତ୍ୟବାନ ଆଖି ବୁଜିଦେଲେ ଏବଂ ତାଙ୍କ ଶରୀରରେ ଜୀବନର କୌଣସି ଲକ୍ଷଣ ଦେଖାଗଲା ନାହିଁ। ସତ୍ୟବାନଙ୍କ ପ୍ରାଣବାୟୁ ଉଡ଼ିଯିବା ପରେ ସେହି ନିଛାଟିଆ ଜଙ୍ଗଲରେ ହଠାତ୍ ଏକ ଭୟଙ୍କର ଜ୍ୟୋତି ପ୍ରକଟ ହେଲା। ସାବିତ୍ରୀ ଦେଖିଲେ ଯେ କଳା ମେଘ ପରି ଶରୀର, ରକ୍ତ ପରି ନାଲି ଆଖି ଏବଂ ହାତରେ ପାଶଦୌଡ଼ି ଧରି ସ୍ୱୟଂ ଯମରାଜ ସେଠାରେ ଛିଡ଼ା ହୋଇଛନ୍ତି। ଯମରାଜ ସତ୍ୟବାନଙ୍କ ଶରୀରରୁ ଅଙ୍ଗୁଷ୍ଠ ପ୍ରମାଣର ଜୀବକୁ ବାନ୍ଧି
ଦକ୍ଷିଣ ଦିଗକୁ ଚାଲିବାକୁ ଲାଗିଲେ। ସାବିତ୍ରୀ ନିଜ ସ୍ୱାମୀଙ୍କୁ ଏକାକୀ ଛାଡ଼ି ନ ପାରି ଯମରାଜଙ୍କ ପଛେ ପଛେ ଚାଲିଲେ। ଯମରାଜ ତାଙ୍କୁ ବାରଣ କରି କହିଲେ, ହେ ସାବିତ୍ରୀ, ସତ୍ୟବାନଙ୍କ ଆୟୁଷ ଶେଷ ହୋଇଛି। ଏବେ ତୁମେ ଫେରିଯାଅ ଏବଂ ତାଙ୍କଙ୍କର ଶେଷକୃତ୍ୟ ସମ୍ପନ୍ନ କର। କିନ୍ତୁ ସାବିତ୍ରୀ ଅତି ନମ୍ରତାର ସହ କହିଲେ, ହେ ପ୍ରଭୁ, ସ୍ୱାମୀ ଯେଉଁଠାକୁ ଯାଆନ୍ତି ସତୀ ନାରୀ ମଧ୍ୟ ତାଙ୍କ ସହ ସେଇଠାକୁ ଯାଏ। ଏହା ହିଁ ଶାଶ୍ୱତ ଧର୍ମ। ଆପଣଙ୍କ ପରି ଜ୍ଞାନୀଙ୍କ ପାଖରେ ମୋର କିଛି ଅଜଣା ନାହିଁ। ସାବିତ୍ରୀଙ୍କର ଏହି ଧର୍ମଯୁକ୍ତ କଥା ଏବଂ ନିଷ୍ଠା ଦେଖି ଯମରାଜ ପ୍ରସନ୍ନ ହେଲେ। ସେ କହିଲେ, ସାବିତ୍ରୀ, ତୁମର ପତିଭକ୍ତି ଦେଖି ମୁଁ ଖୁସି। ସତ୍ୟବାନଙ୍କ ପ୍ରାଣ ବ୍ୟତୀତ ତୁମେ ମୋତେ ଅନ୍ୟ ଯେକୌଣସି 3ଟି ଇଚ୍ଛା ମାଗିପାର। ସାବିତ୍ରୀ ପ୍ରଥମ ଇଚ୍ଛାରେ ନିଜ ଶ୍ୱଶୁରର ଆଖିର ଦୃଷ୍ଟିଶକ୍ତି ଓ ହରାଇଥିବା ରାଜ୍ୟକୁ ମାଗିଲେ। ଦ୍ୱିତୀୟ ଇଚ୍ଛାରେ ନିଜ ପିତା ଅଶ୍ୱପତିଙ୍କ ନିମିତ୍ତେ 100 ପୁତ୍ରର ବରଦାନ ମାଗିଲେ। ଜନ୍ତୁପତି ସଙ୍ଗେ ସଙ୍ଗେ 2 ଗୋଟି ବରଦାନ ପ୍ରଦାନ କରିଲେ। ଆଉ ସତୀ ସାବିତ୍ରୀ ବିଳମ୍ବ ନ କରି ତୃତୀୟ ବରରେ ନିଜ ସ୍ୱାମୀଙ୍କ ଔରସରୁ 100 ପୁତ୍ରର ମାତା ହେବାର ବର ମାଗିଲେ। ତଥାସ୍ତୁ। ହେ ପ୍ରଭୁ, ଇଏ କେଉଁ ପ୍ରକାରର ଧର୍ମ ସଙ୍କଟରେ ବାନ୍ଧି ହେଇଗଲି। ଆପଣଙ୍କ ବଚନ ରକ୍ଷା କରନ୍ତୁ ପ୍ରଭୁ, ମୋ ସ୍ୱାମୀର ଜୀବନ ଫେରାଇ ଦିଅନ୍ତୁ। ଧନ୍ୟ ଧନ୍ୟ ସାବିତ୍ରୀ, ମୁଁ ଏହି କ୍ଷଣି ଆପଣଙ୍କର ପତି ଜୀବନ ଫେରସ୍ତ କରୁଛି। ଆଜିଠାରୁ ସମଗ୍ର ସଂସାର ତମକୁ ସତୀ ସାବିତ୍ରୀ ନାମରେ ଜାଣିବେ ଏବଂ ଯେଉଁ ବୈବାହିକ ସ୍ତ୍ରୀ ନିଷ୍ଠାର ସହ ସାବିତ୍ରୀ ବ୍ରତ ରଖିବେ ସେ ଏହି ବ୍ରତର ଫଳ ଅବଶ୍ୟ ପ୍ରାପ୍ତ କରିବେ।